ଆସନ୍ତୁ ଆଜି ଏକ ଅଦ୍ଭୁତ ଆଉ ରହସ୍ୟମୟ ଯାତ୍ରାରେ ବାହାରିବା। ଆଜିର ଏହି ଆଲୋଚନାରେ ଆମେ ଖୋଜିବା ବଲାଙ୍ଗୀରର ରାଣୀପୁର ଝରିଆଲରେ ଥିବା ଏକ ବିରଳ ଅଷ୍ଟମ ଶତାବ୍ଦୀର ଆଶ୍ଚର୍ଯ୍ୟଜନକ ସ୍ଥାପତ୍ୟ, ସେହି ପ୍ରାଚୀନ 64 ଯୋଗିନୀ ମନ୍ଦିରର ଲୁଚି ରହିଥିବା ରହସ୍ୟକୁ। ଟିକେ କଳ୍ପନା କରନ୍ତୁ ତ, ଗୋଟିଏ ତିନିମୁଣ୍ଡ ଥିବା ନୃତ୍ୟରତ ଦେବତା ଆଉ ଏକ ଆଶ୍ଚର୍ଯ୍ୟଜନକ ଛାତ ନଥିବା ମନ୍ଦିର, ଏ ଦୁଇଟି ଭିତରେ ପ୍ରକୃତରେ ସମ୍ପର୍କ କ'ଣ ହୋଇପାରେ? ଏହା କେବଳ ଏକ ସାଧାରଣ ଐତିହାସିକ ପ୍ରହେଳିକା ନୁହେଁ, ବରଂ ଏହା ହେଉଛି ପ୍ରାଚୀନ ତନ୍ତ୍ରବିଦ୍ୟା ଆଉ ନିର୍ମାଣ ଶୈଳୀର ଏମିତି ଏକ ରହସ୍ୟ ଯାହା ଆମକୁ ଭାରତୀୟ ଇତିହାସର ଏକ ସମ୍ପୂର୍ଣ୍ଣ ଅଲଗା ଦୁନିଆକୁ ନେଇଯିବ। ତେବେ ଏହି ରହସ୍ୟ ଭିତରକୁ ପଶିବା ପୂର୍ବରୁ ଗୋଟିଏ ବିଶେଷ ଶବ୍ଦକୁ ବୁଝିବା ନିହାତି ଦରକାର। ତାହା ହେଉଛି ହାଇପେଥାରଲ। ଏହାର ସରଳ ଅର୍ଥ ହେଲା ଛାତବିହୀନ ସ୍ଥାପତ୍ୟ। ଏହା ଏକ ଏମିତି ପ୍ରାଚୀନ ନିର୍ମାଣ ଶୈଳୀ ଯେଉଁଠି ମନ୍ଦିର ଉପରେ କୌଣସି ଛାତ ନଥାଏ, ଅର୍ଥାତ୍ ମନ୍ଦିରର ଭିତର ଅଂଶ ସିଧାସଳଖ ଖୋଲା ଆକାଶକୁ ଚାହିଁ ରହିଥାଏ। ଆଉ ଏମିତି ଖୋଲା ସ୍ଥାପତ୍ୟ ତିଆରି କରିବା ପଛରେ ପ୍ରକୃତି ଆଉ ମହାଜାଗତିକ ଶକ୍ତି ସହିତ ସିଧାସଳଖ ସମ୍ପର୍କ ଯୋଡ଼ିବାର ଏକ ବହୁତ ବଡ଼ ଆଧ୍ୟାତ୍ମିକ ଉଦ୍ଦେଶ୍ୟ ରହିଛି। ଆମର ଏହି କାହାଣୀ ଆରମ୍ଭ ହେଉଛି ପ୍ରାଚୀନ କୋଶଳ ରାଜ୍ୟରୁ, ଯାହା ହେଉଛି ଆମର ଆଜିର ବଲାଙ୍ଗୀରର ମୂଳ ଇତିହାସ। ଏହି ସ୍ଥାନର ଇତିହାସ କେତେ ପୁରୁଣା ଆଉ ସମୃଦ୍ଧ ତାହା ଦେଖିଲେ ସତରେ ଆଶ୍ଚର୍ଯ୍ୟ ଲାଗେ। ବିଶ୍ୱାସ କରାଯାଏ ଯେ ପୌରାଣିକ ଯୁଗରେ ପ୍ରଭୁ ରାମଚନ୍ଦ୍ରଙ୍କ ପରେ କୋଶଳ ରାଜ୍ୟ ଲଭ୍ ଆଉ କୁଶଙ୍କ ଭିତରେ ଦଣ୍ଟା ଯାଇଥିଲା। ଆଉ ଖ୍ରୀଷ୍ଟପୂର୍ବ 5ମ ଶତାବ୍ଦୀରେ ମହାନ ବ୍ୟାକରଣବିଦ୍ ପାଣିନି ମଧ୍ୟ ଆଜିର ଟିଟିଲାଗଡ଼ ଅଞ୍ଚଳକୁ ତୈତିଳ ଜନପଦ ବୋଲି ଉଲ୍ଲେଖ କରିଛନ୍ତି। ତାପରେ ଖ୍ରୀଷ୍ଟପୂର୍ବ 1ମ ଶତାବ୍ଦୀ ବେଳକୁ ଏହା ଚେଦି ରାଜବଂଶ ହାତକୁ ଆସିଲା। କିନ୍ତୁ ସବୁଠାରୁ ବଡ଼ ପରିବର୍ତ୍ତନ ଆସିଲା 8ମରୁ 9ମ ଶତାବ୍ଦୀ ଭିତରେ, ଯେତେବେଳେ ସୋମବଂଶୀ ରାଜାମାନେ ଶାସନକୁ ଆସିଲେ। ସେହି ସମୟରେ ଏହି ଅଞ୍ଚଳରେ ମନ୍ଦିର ନିର୍ମାଣର ଏକ ବିଶାଳ ଯୁଗ ଆରମ୍ଭ ହୋଇଥିଲା। ଏବେ ଆସନ୍ତୁ ନଜର ପକାଇବା ତନ୍ତ୍ରବିଦ୍ୟାର କେନ୍ଦ୍ର ରାଣୀପୁର ଝରିଆଲରେ ସୋମବଂଶୀଙ୍କ ଐତିହ୍ୟ ଉପରେ। ଏଠାରେ 200 ସଂଖ୍ୟାଟି କେବଳ ଗୋଟିଏ ସାଧାରଣ ସଂଖ୍ୟା ନୁହେଁ। ହଁ, ଠିକ୍ ଶୁଣିଲେ, ନିଜ ଶାସନର ସୁବର୍ଣ୍ଣ ଯୁଗରେ ସୋମବଂଶୀ ରାଜାମାନେ କେବଳ ଏହି ଗୋଟିଏ ଜାଗାରେ ପାଖାପାଖି 200ଟି ମନ୍ଦିର ତିଆରି କରିଥିଲେ। ଏଥିରୁ ଆମେ ସ୍ପଷ୍ଟ ଅନୁମାନ କରିପାରିବା ଯେ ସେତେବେଳେ ଏହି ତାନ୍ତ୍ରିକ ପୀଠଟି କେତେ ବଡ଼ ଥିଲା ଆଉ ଏହାର ପ୍ରଭାବ କେତେ ବ୍ୟାପକ ଥିଲା। ଅତୀତ ଆଉ ବର୍ତ୍ତମାନର ଏହି ଚିତ୍ରକୁ ଯଦି ଆମେ ମେଳ କରି ଦେଖିବା, ତେବେ ଏହା ବହୁତ କିଛି ବୟାନ କରେ। 8ମ ଶତାବ୍ଦୀରେ ଏହା ଏତେ ବିଶାଳ ଥିଲା ଯେ ଅଧ ମାଇଲ ଲମ୍ବା ଆଉ 1/4 ମାଇଲ ପ୍ରସ୍ଥରେ ବ୍ୟାପି ରହିଥିଲା ଏହି ମନ୍ଦିର ପରିସର। କିନ୍ତୁ ଆଜି ଦୃଶ୍ୟ ସମ୍ପୂର୍ଣ୍ଣ ଅଲଗା। ସେହି ଗୌରବମୟ ଇତିହାସର କେବଳ କିଛି ଭଗ୍ନାବଶେଷ ଏବେ ବଲାଙ୍ଗୀରର ମାଟିରେ ଖେଳାଇ ହୋଇପଡ଼ିଛି। ସମୟ କେମିତି ଏକ ମହାନ ଯୁଗକୁ କେବଳ ସ୍ମୃତି କରିଦିଏ, ଏହା ତାର ଏକ ଜୀବନ୍ତ ଉଦାହରଣ। ଏହି ବିଶାଳ ମନ୍ଦିରଗୁଡ଼ିକ ଭିତରେ ସବୁଠାରୁ ବଡ଼ ପଥର ମନ୍ଦିରଟି ହେଉଛି ସୋମେଶ୍ୱର ଶିବ ମନ୍ଦିର। ଇତିହାସ କହୁଛି ପ୍ରସିଦ୍ଧ ମତ୍ତମୟର ଶୈବାଚାର୍ଯ୍ୟ ଗଗନଶିବ ଏହାର ନିର୍ମାଣ କରାଇଥିଲେ। ଥରେ ଭାବି ଦେଖନ୍ତୁ ସେହି ସମୟର ଦୃଶ୍ୟ, ଯେତେବେଳେ ଆଚାର୍ଯ୍ୟ ଗଗନଶିବଙ୍କ ତତ୍ତ୍ୱାବଧାନରେ ଏତେ ବଡ଼ ବଡ଼ ପଥରକୁ ଖୋଦେଇ କରି ଏହି ଭବ୍ୟ ମନ୍ଦିରକୁ ଠିଆ କରାଯାଇଥିବ। ଏହା ସତରେ କେତେ ଅଦ୍ଭୁତ ହୋଇଥିବ ନା? ଏବେ ଆମେ ସିଧାସଳଖ ପହଞ୍ଚିବା ଦିବ୍ୟ ସ୍ଥାପତ୍ୟ କଳା ଏବଂ ସେହି ପ୍ରସିଦ୍ଧ ଛାତବିହୀନ ଯୋଗିନୀ ମନ୍ଦିର ପାଖରେ, ଯାହା ହେଉଛି ଏହି ସ୍ଥାନର ମୁଖ୍ୟ ଆକର୍ଷଣ। ଏହି ମନ୍ଦିରଟି କାହିଁକି ଏତେ ଖାସ୍? କାରଣ ପୂରା ଭାରତବର୍ଷରେ ଏହିଭଳି ଛାତ ନଥିବା ହାଇପେଥରାଲ 64 ଯୋଗିନୀ ମନ୍ଦିର ମାତ୍ର 5ଟି ଜାଗାରେ ବଞ୍ଚି ରହିଛି। ଆଉ ସେଗୁଡ଼ିକ ହେଲା ଆମର ଏହି ବଲାଙ୍ଗୀରର ରାଣୀପୁର ଝରିଆଲ, ଭୁବନେଶ୍ୱର ପାଖ ହୀରାପୁର, ମଧ୍ୟପ୍ରଦେଶର ଖଜୁରାହୋ, ଜବଲପୁର ପାଖ ଭେଡ଼ାଘାଟ ଆଉ ଲଳିତପୁର ପାଖରେ ଥିବା ଦୁଧାଇ। ଏହି ତାଲିକାରୁ ହିଁ ଜଣାପଡ଼ୁଛି ଯେ ପ୍ରାଚୀନ ଭାରତୀୟ ଇତିହାସରେ ଏହି ମନ୍ଦିରଟି କେତେ ମୂଲ୍ୟବାନ ଥିଲା। ଆଉ ଯଦି ଆମେ ଏହି ମନ୍ଦିରର ଠିକ୍ ମଝିକୁ ଚାହିଁବା, ତେବେ ଖୋଲା ଆକାଶ ତଳେ ଗୋଟିଏ ଅଦ୍ୱିତୀୟ ଦୃଶ୍ୟ ଦେଖିବାକୁ ମିଳିବ। ସମ୍ପୂର୍ଣ୍ଣ କେନ୍ଦ୍ରସ୍ଥଳରେ ରହିଛି ଏକ 3 ମୁଖ ଥିବା ନଟରାଜ ଶିବଙ୍କର ମୂର୍ତ୍ତି। ଏହି ତାନ୍ତ୍ରିକ ପୀଠର ମୁଖ୍ୟ ଦେବତା ଭାବରେ ପ୍ରଭୁ ନଟରାଜଙ୍କର ଏହି ନୃତ୍ୟରତ ଭଙ୍ଗୀ ଅତ୍ୟନ୍ତ ଶକ୍ତିଶାଳୀ ଲାଗେ। ଏହା ଯେମିତି ଅସୀମ ଆଧ୍ୟାତ୍ମିକ ଶକ୍ତିର ଏକ ଜୀବନ୍ତ ପ୍ରତୀକ। କେନ୍ଦ୍ରରେ ଥିବା ସେହି ନଟରାଜ ଶିବଙ୍କୁ ଚାରିପଟୁ ଗୋଲାକାର ହୋଇ ଘେରି ରହିଛନ୍ତି 64 ଜଣ ଯୋଗିନୀ ଦେବୀ। ସବୁ ମୂର୍ତ୍ତି ବାଲିପଥର ବା ସ୍ୟାଣ୍ଡଷ୍ଟୋନ୍ରେ ତିଆରି। ଆଉ ସବୁଠୁ ମଜାଦାର କଥା ହେଲା, ପ୍ରତ୍ୟେକ ଯୋଗିନୀ ଏକ ଭିନ୍ନ ଅବସ୍ଥା କିମ୍ବା ମୁଦ୍ରାରେ ରହିଛନ୍ତି। ମନ୍ଦିରର ଏହି ଗୋଲାକାର ଢାଞ୍ଚାର ଏକ ଗଭୀର ତାନ୍ତ୍ରିକ ମହତ୍ତ୍ୱ ରହିଛି, ଯାହା ସିଧାସଳଖ ଏହି ବିଶାଳ ବ୍ରହ୍ମାଣ୍ଡର ଅସରନ୍ତି ଶକ୍ତିଚକ୍ରକୁ ଦର୍ଶାଉଛି। କିନ୍ତୁ ଆଜିର ବାସ୍ତବିକତା ଟିକିଏ ଭିନ୍ନ। ଏବେ ଦେଖିବା ସମୟର କୁପ୍ରଭାବ, ଯାହା ଏହାକୁ ଏକ ବିଲୁପ୍ତପ୍ରାୟ ଐତିହ୍ୟରେ ପରିଣତ କରିଦେଇଛି। ଏହି ସଂଖ୍ୟାଟି ଉପରେ ଟିକିଏ ଧ୍ୟାନ ଦିଅନ୍ତୁ, 48। ଏହାକୁ ଦେଖିଲେ ମନରେ ଗୋଟିଏ କୋହ ଆସେ। ମୂଳତଃ ଏଠାରେ 64ଟି ଯୋଗିନୀ ମୂର୍ତ୍ତି ଥିଲା,
କିନ୍ତୁ ଏବେ ଆମେ ସେହି ଗୋଲାକାର ମଣ୍ଡଳ ଭିତରେ କେବଳ 48ଟି ମୂର୍ତ୍ତି ହିଁ ଦେଖିବାକୁ ପାଉଛୁ। ବାକି ମୂର୍ତ୍ତିଗୁଡ଼ିକ ଆଉ ନିଜ ସ୍ଥାନରେ ନାହାନ୍ତି। ପ୍ରଶ୍ନ ଉଠୁଛି, ବାକି ମୂର୍ତ୍ତିଗୁଡ଼ିକ ଗଲା କୁଆଡ଼େ? ସମୟର କୁପ୍ରଭାବ ଆଉ ଉପଯୁକ୍ତ ରକ୍ଷଣାବେକ୍ଷଣର ଘୋର ଅଭାବ ଯୋଗୁଁ ବାଲିପଥରର 16ଟି ପ୍ରାଚୀନ ଦେବୀ ମୂର୍ତ୍ତି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି। ଅଷ୍ଟମ ଶତାବ୍ଦୀର ଏମିତି ଏକ ଅମୂଲ୍ୟ ତାନ୍ତ୍ରିକ ଇତିହାସ ଆଖି ଆଗରେ ଧୀରେ ଧୀରେ କ୍ଷୟ ହେବା ସମଗ୍ର ମାନବ ସଭ୍ୟତା ପାଇଁ ଗୋଟିଏ ବଡ଼ କ୍ଷତି ଅଟେ। କାରଣ ଏହି ମୂର୍ତ୍ତିଗୁଡ଼ିକ କେବଳ ପଥର ନଥିଲେ, ସେଗୁଡ଼ିକ ଥିଲେ ଆମର ଏକ ମହାନ ସଂସ୍କୃତିର ଜୀବନ୍ତ ପ୍ରମାଣ। ତେଣୁ ଶେଷରେ ଏହା ଆମ ସମସ୍ତଙ୍କ ପାଇଁ ଗୋଟିଏ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଯେଉଁ ଅବଶିଷ୍ଟ ମୂର୍ତ୍ତିଗୁଡ଼ିକ ଏବେ ବି ସେଠାରେ ଅଛନ୍ତି, ସେଗୁଡ଼ିକ ସମ୍ପୂର୍ଣ୍ଣ ଲୋପ ପାଇଯିବା ପୂର୍ବରୁ ଆମେ ସେମାନଙ୍କୁ କେମିତି ସୁରକ୍ଷିତ ରଖିପାରିବା? ଆମର ପ୍ରାଚୀନ ତାନ୍ତ୍ରିକ ଇତିହାସର ଏହି ଶେଷ ସ୍ମୃତିଗୁଡ଼ିକୁ ବଞ୍ଚାଇବା ପାଇଁ କ'ଣ ପଦକ୍ଷେପ ନେବା ଦରକାର? ଏହି ଚିନ୍ତାଧାରା ସହିତ ଆମେ ଆଜିର ଆଲୋଚନାକୁ ଏଠାରେ ରଖୁଛୁ। ଭାବନ୍ତୁ ଏହା ଉପରେ।